চিকেন ରୋଲ୍ ମସଲା ଚାଲ ବନେଇବା। ଫାର୍ଷ୍ଟ ତ ଦେଖ ଏଇଟା ଛୋଟ ଛୋଟ କରି କିମା ପିସ୍ ଆମେ କାଟି ଦେଇଛୁ। କାଟି ଦେଇକି ଅଦରକ ଲେସୁନ ନୁନ ମାରି ଦେଉଛୁ। ଅଦରକ ଲେସୁନ ପରେ ଶୁଖା ମିର୍ଚା ପାଉଡ଼ର ଟିକେ ଟିକେ ହାଲକା ଦେଇଦେମା। ଆଉ ଶୁଖା ମିର୍ଚା ଟିକେ ଗ୍ରାଇଣ୍ଡର କରିକି ଟିକେ ବୋଲେ ପକେଇଦେମା। ଟିକେ ବୋଲେ ପକେଇ ଦେଇ ସାରିଲା ପରେ ଏବେ ଆମର ଚିକେନ ମସଲା ବି ଟିକେ ପକେଇଦେମା। ଚିକେନ ମସଲା ପରେ କସ୍ତୁରୀ ମେଥି ବି ପକେଇଦେମା। କସ୍ତୁରୀ ମେଥି ପରେ ଧନିଆ ପାଉଡ଼ର ଟିକେ ବି ଦେଇଦେମା। ଧନିଆ ପାଉଡ଼ର ଦେଇ ସାରିଲା ପରେ ଟିକେ ହାଲକା ହାଲକା ଦେଇକରି ଆମେ ଏବେ ପଠେଇଦେମା ଟିକେ କସ୍ତୁରୀ ମେଥି। ଆଉ ଅଛି ବହୁତ ପ୍ରକାର ମସଲା, ଚିକେନ ମସଲା, ଅଦରକ ଲେସୁନ, ଇଟା ଡାଲଚିନି ପାଉଡ଼ର ଆର୍ ଏମିତି ଏମିତି ବହୁତ ଜିନିଷ ମନେ ଅଛି। ଏନ୍ତା ରେସିପି ମାନେ ଦେଖବାକେ ଚାହୁଁଛେ ବୋଲେ ମୋର ଚ୍ୟାନେଲ୍କେ ଫଲୋ କରନ୍। ଆଗରୁ ଯେନ୍ତା ଚାଲିଥିଲା ମୋର ଚ୍ୟାନେଲ୍ ଏବେ ହେତ୍କି ତ ନାଇଁ ଚାଲେ ମାନେ କାଇଁ ଯେ ମୁଁ ଏତିକି ଟାଇମ୍ ଫାଇମ୍ ଦେଇ ନାଇଁ ପାରବାର ଯେ ମୋତେ ଏବାର ଆଗରୁ ହେତେ ସପୋର୍ଟ ପିଆର କିଛି ନାଇଁ ମିଲବାର ନା। ଟିକେ ଦେଖନ୍ ସପୋର୍ଟ ପିଆର ଟିକେ କରନ୍। ଆର୍ ଏମିତି ଏମିତି ରେସିପି ମାନେ ପୁରା କଳାହାଣ୍ଡିରେ ଯେତେ ଅଛି ଫେମସ୍ ରେସିପି ଆର୍ ଫାଷ୍ଟଫୁଡ଼ର ସବେ ଜିନିଷ ଶିଖାବି। ଦେଖିପାରୁଥିବ ଏଇଟା ହେଲା ଆମେ ଆର୍ ପକେଇ ଦେଇ ସାରିଲୁ ଅଣ୍ଡା ଫଣ୍ଡା ପକେଇ ଦେଇକରି ଏବେ ଆମେ ପକେଇ ଦେଇଛୁ ଏଇଟା ଟିକେ ହାଲକା ସେ ଫୁଡ଼୍ କଲର୍ରେ ଘରେ ବନେଇଲେ ଆପଣମାନେ ନେଇ ପକେଇବେ। ତାପରେ ଏଇଟା ଲାଷ୍ଟ ହେଲା କର୍ଣ୍ଣଫ୍ଲାୱାର ପକେଇ ଦେଇକରି ଏବେ ଏଟାକୁ ଭଲସେ ଘାଣ୍ଟା ସାନା କରିଦେଇକରି ତାକୁ ଆମେ ପୁରା ମ୍ୟାରିନେଟ୍ କରି ନେଇକରି ଫ୍ରିଜ୍ରେ 5ରୁ 10 ମିନିଟ୍ ରଖିଦେମା। ଅଧା ଘଣ୍ଟା ଘଣ୍ଟେ ବି ରଖିଲେ ଚଲବା। ଆମେ ତ ଘଣ୍ଟେ ଦେଢ଼ ଘଣ୍ଟା ରଖିଦେଇସୁଁ। ତାପରେ ଚଲେଇଛୁ ଚ୍ୟାନେଲ୍ ନୂଆ ଅଛନ୍ ବୋଲେ ଗୋଟେ ଫଲୋ କରିଥିବ।